ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓରେ। ତ ଦର୍ଶକ ବନ୍ଧୁ, ଚାଷୀ ଭାଇ ମାନଙ୍କ ପାଇଁ ଗୋଟେ ବହୁତ ବଡ ଖୁସିର ଖବର କି ଆପଣଙ୍କ ଯୋଉ ଖରିଫ ଋତୁରେ ଆପଣଙ୍କ 2026-27 ପାଇଁ ଆପଣଙ୍କ ଧାନ ପଞ୍ଜୀକରଣ ବା ଧାନ ରେଜିଷ୍ଟ୍ରେସନ ଆପଣ କରୁଛନ୍ତି, ତ ତାହାର ବର୍ତ୍ତମାନ ଆପଣଙ୍କ ଡେଟ୍ ଆଜି ପାଖରୁ ଆସିଯାଇଛି। ଯୋଉମାନେ କି ଧାନ ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣଙ୍କର ଧାନ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି, ତ ସେଥିରେ ଆପଣଙ୍କର କେଉଁ କେଉଁ ସବୁ ଡକୁମେଣ୍ଟ ଦରକାର ଅଛି ଯାହାକି ଆପଣଙ୍କୁ ମୁଁ ଭିଡ଼ିଓ ମାଧ୍ୟମରେ ଜଣାଇଦେବି ଏବଂ ଆପଣ ସେଇ ଭଲ ଭାବରେ ସେ ଡକୁମେଣ୍ଟକୁ ନେଇକି ଆପଣ ଯଦି ପଇଠ କରୁଛନ୍ତି ତାହେଲେ ଆପଣଙ୍କୁ ଧାନ ଅନଲାଇନ କରିବା ପାଇଁ ହେଲେ ଆପଣଙ୍କୁ ସହଯୋଗ ହେବା ପାଇଁ ପଡିବ। ତ ଚାଲନ୍ତୁ ସେ ବିଷୟରେ ଆମେ କଥା ହେବା। ତା ପୂର୍ବରୁ ଯଦି ଆପଣ ଭିଡ଼ିଓରେ ନୂଆ ଅଛନ୍ତି, ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ। ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରୁଛନ୍ତି ତାହେଲେ ଆପଣମାନଙ୍କୁ ଆମେ ଯାହା ବି ହଉଛି ନୂଆ ନୂଆ ନୋଟିଫିକେସନ ଆପଣମାନଙ୍କ ପାଖରେ ଭିଡ଼ିଓ ମାଧ୍ୟମରେ ଜଣାଇବୁ, ଆପଣଙ୍କ ପାଖରେ ନୋଟିଫିକେସନ ପହଞ୍ଚି ପାରିବ ଏବଂ ଆପଣମାନେ ସେସବୁ ବିଷୟରେ ଟୋଟାଲ ଡିଟେଲ୍ସ ଭାବେ ବୁଝିପାରିବେ। ଦର୍ଶକ ବନ୍ଧୁ, ଆପଣ ସବୁ ଜାଣିଥିବେ ଆପଣଙ୍କର ବହୁତ ବର୍ତ୍ତମାନ ଟିକେ ଲେଟରେ ଆପଣଙ୍କର ଆସିଛି ଧାନ ମଣ୍ଡି ପଞ୍ଜୀକରଣ। ଯେହେତୁ ଆପଣମାନଙ୍କର ଅଗଷ୍ଟ ମାସ ଲାଷ୍ଟ ସୁଦ୍ଧା ଆପଣଙ୍କର ପ୍ରାୟ ସମସ୍ତଙ୍କ ଧାନ ପଞ୍ଜୀକରଣ ସରିଯାଇଥାଏ, କିନ୍ତୁ ବର୍ତ୍ତମାନ ଯେହେତୁ ଟିକେ ଲେଟ୍ ରହିଛି ଆପଣଙ୍କର ଧାନ ମଣ୍ଡିକି ନେଇ ଧାନ ପଞ୍ଜୀକରଣ କରିବା ପାଇଁ, ତ ଚାଲନ୍ତୁ ଜାଣି ନେବା ଆପଣଙ୍କର ଯୋଉ ଲେଟ୍ ହେଇଛି। ତ ଲେଟ୍ ହେଲେ ବି ଆପଣଙ୍କର କଣ କଣ ନିୟମ ସବୁ ଆପଣଙ୍କର ଚେଞ୍ଜ ହେଇଛି, ତ ଚାଲନ୍ତୁ ସେ ବିଷୟରେ କଥା ହେବା ଏବଂ ଡକୁମେଣ୍ଟ କଣ କଣ ଦରକାର ଆପଣ ସେଇ ବିଷୟରେ ଆପଣଙ୍କୁ ଜଣେଇବା। ତ ଦେଖିପାରୁଥିବେ ଏଇଠି ଆପଣଙ୍କର ଲେଖା ହେଇଛି କି ଧାନ ପ୍ରୟୋଗ 2026-27 ପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ ରହିଛି। ଆବେଦନ ତାରିଖ ଅଛି ଆପଣଙ୍କର ଏଠି 6 ଅଗଷ୍ଟ 2026 ତାରିଖରୁ ଶେଷ ତାରିଖ ଅଛି 31 ଅଗଷ୍ଟ 2026 ତାରିଖ। ମାନେ ଆପଣଙ୍କର ଗୋଟେ ମାସ ଅଗଷ୍ଟ ମାସ ଲାଷ୍ଟ ସୁଦ୍ଧା ଆପଣଙ୍କର ପଞ୍ଜୀକରଣ କରିବା ପାଇଁ ପଡିବ। ଏବଂ ତାର ଯୋଉ ଡକୁମେଣ୍ଟ ଆପଣଙ୍କର ଯାହା ବି ଅଛି, ଦେଖନ୍ତୁ ଏଠି ଲେଖା ହେଇଛି ପ୍ରଥମେ କଣ ନା ଆପଣଙ୍କର ଆଧାର କାର୍ଡ ଅଛି, ଆଧାର କାର୍ଡ ଦରକାର, ଆଧାର ସହ ଲିଙ୍କ ମୋବାଇଲ ନମ୍ବର, ମାନେ ଆପଣଙ୍କ ମୋବାଇଲ ନମ୍ବର ଯୋଉ ଆଧାର କାର୍ଡ ରହିଛି ସେଥିରେ ଆପଣଙ୍କ ମୋବାଇଲ ନମ୍ବର ଦେବା ପାଇଁ ପଡିବ, ଲିଙ୍କ ଥିବା ଦରକାର ଏବଂ ବ୍ୟାଙ୍କରେ ପାସବୁକ୍ ତା ସହିତ ଆପଣଙ୍କର ଆଧାର ଲିଙ୍କ, ଯୋଉଟା କି ଆମେ ଡିବିଟି ଏବଂ ଇକେୱାଇସି ଆମେ କହୁଛେ, ଯାହାକି ଆପଣଙ୍କ ସେଟା ବ୍ୟାଙ୍କ ପାସବୁକରେ ଆପଣଙ୍କ ଦରକାର ରହିବ। ଠିକ ଅଛି। ତାପରେ କଣ ଲେଖା ଅଛି ନା ଆର ଓର ବା ଜମି ପତ୍ର, ମାନେ ଆପଣଙ୍କ ଯୋଉ ଜମି ବାଡି କାଗଜ ପଟା ଅଛି ଯୋଉଟା କି ଆପଣ ଚାଷ କରୁଛନ୍ତି, ତ ସେଇଥିରେ ଆପଣଙ୍କର ଜମି ବାଡି ପଟା ଆପଣଙ୍କ ଦରକାର। ଆଉ କଣ ନା ବଡ ମୁଖ୍ୟତଃ କଥା ହଉଛି ଆପଣଙ୍କର ଫାର୍ମର ରେଜିଷ୍ଟ୍ରେସନ ବା ଏଗ୍ରିଷ୍ଟିକ ଆଇଡି। ଠିକ ଅଛି, ମାନେ ଆପଣଙ୍କ ଏଗ୍ରିଷ୍ଟିକ ଆଇଡି ଆପଣ ବନେଇ ନାହାନ୍ତି ତାହେଲେ ଆପଣମାନେ ଏଥିରେ ଆପ୍ଲାଏ କରିପାରିବେ ନାହିଁ। ଏଗ୍ରିଷ୍ଟିକ ଆଇଡି ଆପଣଙ୍କୁ ବନେଇବା ପାଇଁ ପଡିବ ଏବଂ ତାପରେ ଯାଇକି ଆପଣମାନେ ଏଇ ସବୁ ଜିନିଷ ଆପ୍ଲାଏ କରିପାରିବେ। ଆପଣ ଦେଖିପାରୁଥିବେ ଏଇଠି ଆପଣଙ୍କୁ ଲେଖା ହେଇଛି, ଆପଣ ଚାହିଁଲେ ବି ସ୍କ୍ରିନଶଟ ନେଇପାରିବେ, ଯାହାକି ଆପଣଙ୍କ ସୁବିଧା ହବ କି ଆପଣଙ୍କର ରେଜିଷ୍ଟ୍ରେସନ ନୂଆ ବନେଇବା ପାଇଁ। ତାପରେ ବି ଆପଣଙ୍କର ଅଫିସିଆଲ ନୋଟିଫିକେସନ ଯୋଉଟା ଅଛି ସେଟା ଏପର୍ଯ୍ୟନ୍ତ ଆସିନାହିଁ, ଯାହାକି ଆପଣଙ୍କୁ ମୁଁ ଅଫିସିଆଲ ନୋଟିଫିକେସନ ଆସିଲା ପରେ ମୁଁ ଆଉ ଗୋଟେ ନେକ୍ସଟ ଭିଡ଼ିଓ ଆପଣଙ୍କୁ ଜଣାଇଦେବି କି ଆପଣଙ୍କର ପ୍ରକୃତରେ ଏବଂ ମାନେ ଡିଟେଲ୍ସ ଭାବରେ ମୁଁ ଆପଣଙ୍କୁ ବୁଝେଇଦେବି କି ଆପଣଙ୍କର କୋଉ କୋଉ ଜିନିଷ ଆବଶ୍ୟକ ରହିଲେ ଆପଣ କୋଉ କୋଉ ବେନିଫିଟ ପାଇପାରିବେ ଏବଂ ଆପଣ କେମିତି କଣ ଜିନିଷ ପାଇପାରିବେ। କିନ୍ତୁ ମନେ ରଖିଥାନ୍ତୁ ଏଇଟା ହଉଛି ଆପଣମାନଙ୍କର 6 ଅଗଷ୍ଟରୁ ଅଲରେଡି ଆରମ୍ଭ ହେଉଛି ଏବଂ 31 ଅଗଷ୍ଟରୁ ଆପଣଙ୍କ ଶେଷ ହେଉଛି ଶେଷ ତାରିଖ। ବର୍ତ୍ତମାନ ଯୋଉମାନେ କି 2026-27 ପାଇଁ ଧାନ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି, ତ ସେମାନେ ଚାହିଁଲେ 6 ଅଗଷ୍ଟ ପର୍ଯ୍ୟନ୍ତ କରିପାରିବେ। ଠିକ ଅଛି। ଆପଣଙ୍କୁ ଏଇସବୁ ଜିନିଷ ଆପଣଙ୍କୁ ଦରକାର ହେଲା, ଯାହାକି ଆପଣଙ୍କ ଡକୁମେଣ୍ଟ ଦରକାର ଅଛି। ତ ଆଶା କରିବି ଭିଡ଼ିଓ ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ। ଆମେ ଯାହା ଦଉଛେ ନୂଆ ନୂଆ ଲେଟେଷ୍ଟ ଗଭର୍ଣ୍ଣମେଣ୍ଟ ଇନଫର୍ମେସନ ଆପଣ ପକେଇ ଚାଲିଛୁ ଆପଣଙ୍କ ଘରେ ପହଞ୍ଚି ପାରିବ।